कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। ॐ श्री परमात्मने नमः। श्रीमद्भागवत महापुराणम्। ॐ नमो भगवते वासुदेवाय। द्वितीय स्कन्ध प्रथमोऽध्याय। श्रीभागवत ग्रन्थसार उद्देश्य लक्षण ताहार। द्वितीय स्कन्धे वर्णित 10 अध्याये समापत। ता मध्ये प्रथम अध्याये कीर्तन श्रवणादि द्वारे स्थूल विराट रूपे मन धारणा होइछि वर्णन। हरिचरण चिंती ध्याने कमल गभीर वचने ब्रह्म फूलक निज देहि सुख कहती राजा चाहे। श्री सुखवाच हे परीक्षित नृप वर गरिष्ठ प्रश्न ए तोहर पचारु जीव लोक हिते जे प्रश्न अछि डोर चिते ए आत्मज्ञानीकर सार एते संसार उपकार श्रोतव्य प्रश्न अछि जेते आगम निगम उकते सहस्र सहस्र प्रकारे प्रश्न जे अछि ए संसारे संसार करिबार आसे जेते अछंती गृहवासे इंद्रिय बसे गृहे थाई आत्मा रहिते ज्ञान नाही आयुष क्षय न जानती विषय अर्थ नित्य चिंती निशाहर अर्ध बेल निद्रा बा बसु संग मेल दिवसे अर्थ चिंता कूल कुटुंब पोषणे विकल अर्ध आयुष एणे नाश निरते सुख दुखे प्रास सुत कलत्र देह पाई आनंदे तांक मध्य थाई विष्णुर माया सत्य चिंती निकटे मृत्यु न देखती मरण देखु थाई डोले अज्ञाने भ्रमे सुख भोले ए संसार एणु संसार प्राणीकर आत्मार गति अगोचर एणु ए संसार भवती जी आत्मार गति चिते जी जे हरि सर्व घटे पुरे निर्लेप बाह्य अभ्यंतरे तार महिमा शुणी कर्णे नामको उच्चारि बदने स्मरण कर हृदगते जेबे अभय इच्छा चिते ए कथा सांख्य जोगे जानी स्वधर्म निष्ठा परिमाणी जन्मर लाभ हे प्रमाण अन्ते स्मरण नारायण पूर्वे निर्मल मुनि जेते तत्व विचारी वेद मते विधि निषेध दूर करी विष्णुर भाव हृदय धरी विष्णुर गुण अनुक्षणे गुणन्ति शुणन्ति श्रवणे हे भागवत धर्म बाणी ब्रह्म समाने परिमाणी द्वापर जुग अंत काले मुझे अनेक शिष्य मेले मोर जनक व्यास मुनि मुहि ताहाक शिक्षा ज्ञानी निर्गुण मार्गे मोर चित्त
ବିଷ୍ଣୁର ଭାବ ହେଲା ଜାତ ନିଶ୍ଚଳ ଯୋଗେ ମନ ଥୋଇ ଯେବା ଅଭ୍ୟାସ କଲି ମୁହିଁ କହିବି ତୋର ଆଗେ ତାହା ଶୁଣ ରାଜନ ପୁଣ୍ୟ ଦେହା ଏ ଭାଗବତ ବାଣୀ କର୍ଣ୍ଣେ ଯେ ଶୁଣେ ଶ୍ରଦ୍ଧା ଅବଧାନେ ମୁକୁନ୍ଦ ପାଦେ ତାଙ୍କ ମନ ନିଶ୍ଚଳେ ରହେ ଅନୁକ୍ଷଣ କାମେ ମୁଁ ମୁଖ୍ୟ କିବା ଜ୍ଞାନୀ ହରି କୀର୍ତ୍ତନ କଲେ ପ୍ରାଣୀ ଅଭୀଷ୍ଟ ଫଳ ତେଣେ ପାଏ ନିର୍ଭୟ ପଥେ ଚିତ୍ତ ରହେ ଯୋଗ ଅଭ୍ୟାସ ଯୋଗୀ ଜନେ ଦୀର୍ଘେ ଜୀବନ୍ତି ଯୋଗ ଧ୍ୟାନ ସେ ପୁଣି କୃଷ୍ଣ ନାମ ମୁଖେ କହନ୍ତି ଏକ କୁଆରେ କେ ଦିନ ବଞ୍ଚନ୍ତି କୃଷ୍ଣ ଗାଇ ଅନ୍ତରେ ତାର ପଦ ଧ୍ୟାଇ ଯେ ହରି ନ ବୋଲେ ବଦନେ କି ପ୍ରୟୋଜନ ଯୋଗ ଧ୍ୟାନ କାଳ ନିର୍ଣ୍ଣୟ ନାହିଁ ତହିଁ ହେ ନୃପ ଶୁଣ ମନ ଦେଇ ମୁହୂର୍ତ୍ତ ମାତ୍ରେ କୃଷ୍ଣ ବାଣୀ ଯେ ଶୁଣେ ଯେବା ମୁଖେ ଭଣି ସେ ପ୍ରାଣୀ ଆତ୍ମାକୁ ଧରେ କି ଭାବ ବହୁ ସମ୍ବତ୍ସରେ ଖଟ୍ୱାଙ୍ଗ ନାମେ ରାଜା ଥିଲା ସ୍ୱର୍ଗେ ଦେବଙ୍କୁ ହିତ କଲା ରିପୁ ସଂହାରୀ ଦେବ ପାଶେ ମିଳିଲା ଭକତି ବିଶ୍ୱାସେ ଦେବେ ବୋଇଲେ ମାଗ ବର ଶୁଣ ବୋଇଲା ନୃପବର ଆୟୁଷ ଅଛି ମୋର କେତେ ଦେବେ କହିଲେ ଶାସ୍ତ୍ର ମତେ ମୁହୂର୍ତ୍ତେ ଅଛି ତ ଜୀବନ ଶୁଣି ସନ୍ତୋଷ ରାଜା ମନ ତକ୍ଷଣେ ଆସି ମୋହି ତଳେ ଭଜିଲା ଅକିଞ୍ଚନ ମେଳେ ମୁହୂର୍ତ୍ତେ ନାମ ଉଚାରିଲା ଅନ୍ତେ ସେ ଗୋବିନ୍ଦେ ପଶିଲା ଏବେ ଶପଥ ଦିନ ଯାଏ ଜୀବନ ଥିବ ତୋର ଦେହେ ଏବେ ହରିଙ୍କି ଆଶ୍ରୟ କର କର୍ଣ୍ଣେ ଶୁଣ ମୁଖେ ଉଚାର ଯେ ଅନ୍ତକାଳେ କୃଷ୍ଣ ବାଣୀ ମୁଖେ ଉଚାରେ କର୍ଣ୍ଣେ ଶୁଣି ଯେତେ ବିଷୟ ଆତ୍ମଭେଦୀ ଅସଙ୍ଗ ଶସ୍ତ୍ରେ ତାହା ଛେଦି ବେগে ସେ ପୋଷେ କୃଷ୍ଣ ଭାବେ ଶୁଣ କହିବା ତୋତେ ଏବେ ଯେ ପ୍ରାଣୀ ଅନ୍ତକାଳ ଜାଣି ଆତ୍ମାର ହିତ ମନେ ଗୁଣି ଘରୁ ବାହାର ହୋଇବନେ ତପ ଆଚରେ ଧୀର ମନେ ସ୍ନାନ ସାରି ତୀର୍ଥ ଜଳେ ଆସନେ ବସିବ ନିଶ୍ଚଳେ ଏକାନ୍ତେ ଯେ ବିଧି ଆସନେ ପ୍ରଥମ ଆଶ୍ରମ ଲକ୍ଷଣେ ଅଭ୍ୟାସ କରି ଶୁଦ୍ଧ ମନେ ତ୍ରିଭୃତ ବ୍ରହ୍ମ ସୁମରଣେ ପ୍ରାଣ ପବନ ଯୋଗେ ରୁନ୍ଧି ସକଳ ଇନ୍ଦ୍ରିୟ ନିରୋଧି ବୁଦ୍ଧି ସାରଥି ଆଶ୍ରୟ କରି ବିଷୟ ସମ୍ମୋହ ସଂହରି କର୍ମେ ଚଞ୍ଚଳ ମନ ବଳେ ନିରପି କୃଷ୍ଣ ପାଦ ତଳେ ତାର ଶରୀର ଅବୟବେ ଚିନ୍ତିବ ଏକେ ଭାବେ ମନକୁ ନିର୍ବିଷୟ କରି ସକଳ ଚିନ୍ତା ପରିହରି ମନ ପ୍ରସନ୍ନ ଯେତେବେଳେ ଜ୍ଞାନ ପ୍ରସରେ ସୁନିଶ୍ଚଳେ ସ୍ୱଭାବେ ମନ ଦୁଷ୍ଟପଣେ ଆବୃତ ରଜ ତମ ଗୁଣେ ଏଣୁ ଧାରଣା ଆଶ୍ରୟ କରି ମନର ମଳ ଅପହରି ଏମନ୍ତ ଯୋଗର ଧାରଣ ଯୋଗୀଙ୍କ ଭକତି ଲକ୍ଷଣ ଯେ ଭକ୍ତି ଧାରଣାର ବଳେ ଜଗତ୍ ପ୍ରାପତ ଅଳ୍ପ କାଳେ ଏମନ୍ତ ସୁଖ ମୁଖ ଶୁଣି ପରୀକ୍ଷା ବୋଲେ ମନେ ଗୁଣି ରାଜା ପରୀକ୍ଷିତ ଉବାଚ ଧାରଣା ଯୋଗ ଚିତେ ଧରି ଯେମନ୍ତେ ତୋରେ ବ୍ରହ୍ମଚାରୀ ଯେମନ୍ତ ଧାରଣା ନିଶ୍ଚଳ ବେଗେ ହରଇ ମନୋମଳ ଏ ଯୋଗ ଧାରଣ ସ୍ୱଭାବ ଯେ ଶାସ୍ତ୍ର ମାର୍ଗେ ଅନୁଭବ ଗୁରୁ ବଚନେ କିବା ଜାଣି ଯୋଗ ଧାରଣା ପରିମାଣି ଯେଣେ ଅଭ୍ୟାସ ପ୍ରାଣୀ କରେ ଯେମନ୍ତେ ମନୋମଳ ହରେ ତା ବିଧି ବିଧାନ ଯୁକତେ ସଂକ୍ଷେପ କହମ ଅଗ୍ରତେ ଏମନ୍ତ ରାଜାଙ୍କ ବଚନେ ସେ ସୁକ କହନ୍ତି ପ୍ରସନ୍ନେ ଶ୍ରୀ ସୁକ ଉବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ ବିଶେଷେ ଗୋବିନ୍ଦ ଶରୀର
ଅତ୍ୟନ୍ତ ସ୍ଥୂଳତର ଯହିଁ ସଂସାର ପରମାଣ ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରହ୍ମାଣ୍ଡ ବସେ ଯାର ଦେହି ସପ୍ତାବରଣେ ଯୁକ୍ତ ହୋଇ ବିରାଜ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଯାହାର ଶରୀର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ରୂପ ଅଙ୍ଗ ମଧ୍ୟେ ପାତାଳ ବୋଲି ପାଦ ମୂଳେ ପାର୍ଶ୍ୱୀ ପାଦାଗ୍ର ରସାତଳ ଚରଣ ଗୁଳ୍ଫ ମହାତଳ ଜଙ୍ଗ ଯୁଗଳ ତଳାତଳ ସୁତଳ ବୋଲି ଜାନୁ ଯୁଗେ ବିତଳାତଳ ଉରୁଭାଗେ ଜଘନ ଦେଶ ମହିତଳ ନାଭି ବିବର ନଭସ୍ଥଳ ସ୍ୱର୍ଲୋକ ହୃଦୟରେ ବସେ ଜ୍ୟୋତି ସମୂହ ପରକାଶେ କଣ୍ଠ ଆଶ୍ରିତ ମହର୍ଲୋକ ବଦନେ ବସେ ଜନଲୋକ ଲଲାଟେ ତପଲୋକ ବସେ ସତ୍ୟକଳ୍ପିତ ଶିର ଦେଶେ ବାସବ ଆଦି ଦିଗପାଳ ଯାହାର ଭୁଜ ସୁବିଶାଳ କର୍ଣ୍ଣ ଯାହାର ଅଷ୍ଟଦିଶା ଅଶ୍ବିନୀ କୁମାରୀ ଜାନାସା ଜ୍ୱଳନ୍ତ ଅଗ୍ନି ଯାବଦନ ନୟନ ଗୋଲକ ଗଗନ ତପନ ଯାର ଚକ୍ଷୁ ବେନି ଉଦୟ ଅସ୍ତ ପକ୍ଷ୍ମ ବେନି ଯାର ଭ୍ରୁଜ ଭଙ୍ଗ ବ୍ରହ୍ମପଦ ସଲିଳ ତାଳୁ ରସ ଜିହ୍ୱ ସକଳ ବେଦ ବ୍ରହ୍ମରନ୍ଧ୍ର ବିକଟ ଦନ୍ତ ଯମପଦ ଯାହାର ତୁଣ୍ଡେ ସ୍ନେହ କଳା ଅଧ ଊର୍ଦ୍ଧ୍ୱରେ ଦନ୍ତମାଳା ଜନ ଉନ୍ମାଦ ଯାର ହାସ ସେ ବିଷ୍ଣୁ ମାୟାର ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ଯା ପ୍ରତ୍ୟକ୍ଷ ଉପର ଅଷ୍ଟେ ଲଜା ବସେ ଲୋଭ ବସଇ ଅଧ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ବସେ ପୃଷ୍ଠଭାଗେ মেড়ে বসই প্রজাপতি মিত্রা বরুণ কোষে স্থিতি উদধি যাহার উদর অস্থি সমূহ মোহিনী ধর শিরা সমূহ নদী গণ বৃক্ষ ঔষধি তনুরম অনন্ত বীর্য জহি বসে শ্বাস পবন অনঞ্চাসে যাহার গতি জাণ কাଳ জীব ସଂସାର ଯାର ଖେଳ ବିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ବିଜ୍ଞାନ ଶକ୍ତି ଯା ମହିମା ଅନ୍ତଃକରଣ ରୁଦ୍ର ସୀମା କରବସ୍ୱତର ନଖ ସମୂହ କରିବର যে পশু মৃগাদি বিশেষে সর্বকল্পিত শ্রেণী দেশে পক্ষীয়ে যার ব্যাকরণ বুদ্ধি বিষয় মনোগণ যার নিবাস নর দেহ যহি কল্পিত মায়ামোহ গন্ধর্ব বিদ্যাধর আদি চারণ গণিকা প্রসিদ্ধি কিন্নর গণ যার স্বর বীর্যরে কল্পিত অসুর ব্রাহ্মণ যার মুখ জাত ক্ষত্রিয় ভুজরু সম্ভূত উরু বৈশ্য উত্তপতি পাদরু জাত শূদ্র জাতি নানা প্রকার নাম বহি অভীষ্ট দেবে যার দেহি নির্গম কর্ম কাণ্ড যেতে যাহার কর্ম এ যুগতে হেমন্তে ଈଶ୍ୱରର ଦେହେ ବସନ୍ତି ଅବୟବ ପ୍ରାୟ ହେମନ୍ତେ ସ୍ଥୂଳ ଶରୀରେ ଧାରଣା ଯୋଗେ ନିର୍ବିକାରେ ମନୋଧର ତୁ ଯୋଗ ବଳେ ବିଷ୍ଣୁର ଚରଣ କମଳେ ସର୍ବର ସ୍ୱରୂପ ଭଗବାନ
ତତହୁଁ କେବା ଅଛି ଆନ ସେ ସର୍ବବୁଦ୍ଧି ଅନୁଭବ ଜୀବ ପରମ ପଦ୍ମନାଭ ସତ୍ୟ ପରମାନନ୍ଦ ନିଧି ତାର ଭଜନ ସର୍ବସିଦ୍ଧି ଜନ୍ମ ମରଣ ଯାର ତହୁଁ କେବା ଗୋଚରେ ତାହା କହୁ ସ୍ୱପ୍ନରେ ଜୀବର ଯେମନ୍ତ ଦେଖଇ ଇନ୍ଦ୍ରିୟ ବୃତ୍ତାନ୍ତ ସେ ସର୍ବ ମିଥ୍ୟା ଜୀବ ସତ୍ୟ ଏ ଜ୍ଞାନ ହୁଅ ମୁକତ ଏମନ୍ତ କହି ସୁଖ ମୁନି ହରସେ ହରି ଭାବ ଘେନି ଆନନ୍ଦେ ପରୀକ୍ଷିତ ମେଳେ ଯାହା କହିଲେ ଗଙ୍ଗା କୂଳେ ଦ୍ୱିତୀୟ ସ୍କନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ ଅମୃତବାଣୀର ସମୟେ ପ୍ରିୟ ଜୀବନ ଅନ୍ତ ଯାଏ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ମହାପୁରୁଷ ସଂସ୍ଥାନବର୍ଣ୍ଣନମ୍ ନାମ ପ୍ରଥମୋऽଧ୍ୟାୟः। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।